ଯେମିତିକି ଫ୍ରେଣ୍ଡସ୍ ମାନେ ଆପଣମାନେ ଜାଣିସାରିଥିବେ କି ବର୍ତ୍ତମାନ ଶିକ୍ଷା କ୍ଷେତ୍ରରେ ଅନେକ ପରିବର୍ତ୍ତନ ହୋଇସାରିଛି ଏବଂ ଆପଣମାନଙ୍କୁ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ବ୍ୟବସ୍ଥା କରିବା ପାଇଁ ସରକାର ସାହାଯ୍ୟ ମଧ୍ୟ କରୁଛନ୍ତି। ତ ଫ୍ରେଣ୍ଡସ୍ ମାନେ ଆପଣମାନେ ଦେଖୁଥିବେ ଅନେକ ସୋସିଆଲ ମିଡ଼ିଆରେ ଲୋକ କହୁଛନ୍ତି ଏବଂ ଅନେକ ଗଣମାଧ୍ୟମରେ ମଧ୍ୟ ପ୍ରକାଶ ପାଇସାରିଛି କି ଆପଣମାନଙ୍କୁ କେଜିରୁ ପିଜି ପର୍ଯ୍ୟନ୍ତ ଆପଣମାନଙ୍କୁ ମାଗଣାରେ ଶିକ୍ଷା ଯୋଗାଇ ଦିଆଯିବ। କିନ୍ତୁ ଫ୍ରେଣ୍ଡସ୍ ଏଇଟା କେତେ ଦୂର ସତ ଆସନ୍ତୁ ଆମେ ଆଲୋଚନା କରିବା। ତ ଫ୍ରେଣ୍ଡସ୍ ଦେଖନ୍ତୁ ଆମ ମୁଖ୍ୟମନ୍ତ୍ରୀ ଏବଂ ଶିକ୍ଷାମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଅନେକ ଶିକ୍ଷା କ୍ଷେତ୍ରରେ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା କରିଦିଆଯାଇଅଛି। କିନ୍ତୁ ଫ୍ରେଣ୍ଡସ୍ ମାନେ ଆପଣମାନେ ଜାଣି ଏହା ଆଶ୍ଚର୍ଯ୍ୟ ହେବେ କି ସବୁ କଲେଜ ଏବଂ ସ୍କୁଲରେ ଏହା ମାଗଣା ମିଳିବ ନାହିଁ। ଫ୍ରେଣ୍ଡସ୍ ଦେଖନ୍ତୁ ଯେମିତିକି ମୁଁ ଆପଣମାନଙ୍କୁ ଉଦାହରଣ ଦେଉଛି, ଆପଣମାନେ +2 ହେଉ ବା +3 ହେଉ ବା ପିଜି ହେଉ, ତ ଆପଣମାନେ ଧରି ନିଅନ୍ତୁ ବର୍ତ୍ତମାନ ଯୋଉଟା ସମୟରେ ଚାଲୁଅଛି +2 ଏବଂ +3ର ଆଡ଼ମିସନ୍ ଚାଲୁଅଛି। ତ ଫ୍ରେଣ୍ଡସ୍ ମାନେ ଅନେକ ଛାତ୍ରଛାତ୍ରୀମାନେ ଆଡ଼ମିସନ୍ କରିବା ପାଇଁ ଯାଉଛନ୍ତି। କିନ୍ତୁ ଫ୍ରେଣ୍ଡସ୍ ସେହି କ୍ଷେତ୍ରରେ ସେମାନେ ଜାଣିବାକୁ ପାଉଛନ୍ତି କି ଅନେକ କଲେଜରେ ଯେଉଁ କଲେଜରେ ଗଭର୍ଣ୍ଣମେଣ୍ଟ ଥିବ ସେହି କଲେଜରେ ହିଁ ମାଗଣାରେ ଆଡ଼ମିସନ୍ ହୋଇପାରୁଛି ଏବଂ ଯେଉଁ କଲେଜରେ ସେଲ୍ଫ ଫାଇନାନ୍ସିଂ ଥିବ ସେ କଲେଜରେ ଟଙ୍କା ଗଣିବାକୁ ପଡ଼ୁଛି। ତ ଫ୍ରେଣ୍ଡସ୍ ଆପଣ ମଧ୍ୟ ଜାଣିଥିବେ। ତ ଅନେକ ଛାତ୍ରଛାତ୍ରୀ ଏହା ପାଇଁ ପ୍ରୋଟେକ୍ଟ ମଧ୍ୟ କରୁଅଛନ୍ତି। ତ ଦେଖନ୍ତୁ ଫ୍ରେଣ୍ଡସ୍ ଆପଣଙ୍କ ସମସ୍ତଙ୍କ ପାଇଁ ମାଗଣା କରିଦିଆଯାଏ ନାହିଁ। ଅନେକ ସ୍କୁଲ ଏବଂ ଅନେକ କଲେଜ ଅଛି ସେହି କ୍ଷେତ୍ରରେ ହିଁ ଆପଣମାନଙ୍କ ମାଗଣା କରିଦିଆଯାଇଛି। ଯେମିତିକି ଆପଣମାନେ ଧରନ୍ତୁ ଗୋଟେ କଲେଜରେ ଆର୍ଟ୍ସ ସାଇନ୍ସ ଏବଂ କମର୍ସ ଅଛି ଏବଂ ଆପଣ ଆର୍ଟ୍ସ କରିବା ପାଇଁ ଚାହୁଁଛନ୍ତି ତେବେ ଆପଣମାନଙ୍କ ମାଗଣାରେ ଆଡ଼ମିସନ୍ ହୋଇଯିବ ଏବଂ ଯଦି ସେହି କଲେଜରେ ଆପଣମାନଙ୍କ ସେମ୍ କୋର୍ସ ଯୋଉଟା କମର୍ସ ଆଣ୍ଡ ସାଇନ୍ସ ରହୁଛି ଯଦି ଆପଣଙ୍କ ସେଲ୍ଫ ଫାଇନାନ୍ସିଂ ଥିବ ତେବେ ଆପଣମାନଙ୍କୁ ସେହି କଲେଜରେ ଟଙ୍କା ଦେବାକୁ ପଡ଼ିବ। ଏହା ସମସ୍ତ ସ୍କୁଲ ଏବଂ କଲେଜରେ ଲାଗୁ ହୋଇନାହିଁ ଏବଂ ଅନେକ କ୍ଷେତ୍ରରେ ଏ ପର୍ଯ୍ୟନ୍ତ ମଧ୍ୟ ଟଙ୍କା ନେଉଛନ୍ତି। ତ ଫ୍ରେଣ୍ଡସ୍ ମାନେ ଆପଣ ବି ଭଲ ଭାବରେ ଜାଣିଥିବେ। ଏବଂ ଫ୍ରେଣ୍ଡସ୍ ମାନେ ଦେଖନ୍ତୁ ଯେଉଁ ଛାତ୍ରଛାତ୍ରୀମାନେ ମଧ୍ୟ ଆଡ଼ମିସନ୍ କରିବାକୁ ଯାଉଛନ୍ତି ସେମାନେ ଚିନ୍ତାରେ ପଡ଼ିଯାଇଛନ୍ତି କି ସେମାନେ ଟଙ୍କା ଦେବାକୁ ପଡ଼ିବ ନା ଟଙ୍କା ଦେବାକୁ ପଡ଼ିବ ନାହିଁ। ତ ଫ୍ରେଣ୍ଡସ୍ ଦେଖନ୍ତୁ ମୁଁ ଆପଣମାନଙ୍କୁ କହି ରଖୁଛି ଏବଂ ସେଇ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ କହି ରଖୁଛି ଯଦି ଆପଣ ଗଭର୍ଣ୍ଣମେଣ୍ଟ ସ୍କୁଲରେ ବା ଗଭର୍ଣ୍ଣମେଣ୍ଟ କଲେଜରେ ଆପଣ ପଢ଼ିବାକୁ ଯାଉଛନ୍ତି ତେବେ ଆପଣମାନଙ୍କୁ ଟଙ୍କା ଦେବାକୁ ପଡ଼ିବ ନାହିଁ। ଏହା ସରକାରଙ୍କ ତରଫରୁ ପୁରା ମାଗଣା କରିଦିଆଯାଇଅଛି। ଏବଂ ଯଦି ଆପଣ ସେଲ୍ଫ ଫାଇନାନ୍ସିଂ କୋର୍ସରେ ଆପଣ ଯଦି ପଢ଼ିବାକୁ ଯାଉଛନ୍ତି ତେବେ ସେ କ୍ଷେତ୍ରରେ ଆପଣମାନଙ୍କୁ ଟଙ୍କା ଗଣିବାକୁ ପଡ଼ିବ। ଏବଂ ଫ୍ରେଣ୍ଡସ୍ ମାନେ ଆପଣମାନେ ମନେ ରଖନ୍ତୁ ଯଦି ଆପଣଙ୍କ ଯଦି ସେଲ୍ଫ ଫାଇନାନ୍ସିଂ କଲେଜରେ ଯାଉଛନ୍ତି ତେବେ ଆପଣଙ୍କ ଟଙ୍କାଟି ମଧ୍ୟ ଦେବେ ନାହିଁ ସରକାର। ଯଦି ଆପଣମାନେ ସରକାରଙ୍କ ଦ୍ୱାରା ଯେଉଁ ଗଭର୍ଣ୍ଣମେଣ୍ଟ କଲେଜ ରହିଛି ଏବଂ ଗଭର୍ଣ୍ଣମେଣ୍ଟ କୋର୍ସେସ୍ ରହିଛି କେତେଟା କୋର୍ସେସ୍ରେ ହିଁ ଆପଣମାନଙ୍କୁ ସେହି କ୍ଷେତ୍ରରେ ହିଁ ଆପଣମାନଙ୍କୁ ମାଗଣାରେ ଆଡ଼ମିସନ୍ ମିଳିଯିବ। ସବୁ ଜାଗାରେ ଆପଣମାନଙ୍କୁ ଆଡ଼ମିସନ୍ ଦେବେ ନାହିଁ। ଏବଂ ମେନଲି ଆଉ ଗୋଟେ କଥା ମୁଁ ଆପଣମାନଙ୍କୁ କହି ରଖୁଛି ଫ୍ରେଣ୍ଡସ୍, ଆଗରୁ ଯେମିତି ଆପଣମାନେ +2 ହେଉ ବା +3 ହେଉ 10,000 5,000 ଯୋଉଠି ବି ଆପଣ ଦେଉଥିଲେ ଆମାଉଣ୍ଟ ପେ କରୁଥିଲେ ତ ବର୍ତ୍ତମାନ କେତେଟି କଲେଜରେ ଆପଣମାନଙ୍କୁ ଟୋଟାଲି ପେ କରିବା ପାଇଁ ପଡ଼ିବ ନାହିଁ। ତ ସେମିତି ଆପଣମାନଙ୍କୁ ଯଦି ସେଲ୍ଫ ଫାଇନାନ୍ସିଂ ଯଦି ଆପଣ କୋର୍ସ ନେଇଛନ୍ତି ଆପଣ ସାଇନ୍ସ ନେଇଛନ୍ତି ଧରନ୍ତୁ କେତେକ କଲେଜରେ ସାଇନ୍ସ କମର୍ସ ମଧ୍ୟ ଆପଣମାନଙ୍କ ସେଲ୍ଫ ଫାଇନାନ୍ସିଂରେ ଅଛି ତ ସେ କ୍ଷେତ୍ରରେ ଫ୍ରେଣ୍ଡସ୍ ଆପଣମାନଙ୍କୁ ଟଙ୍କା ଗଣିବାକୁ ପଡ଼ିବ। ସେ କ୍ଷେତ୍ରରେ ଆପଣମାନଙ୍କୁ ମାଗଣାରେ ଦେବେ ନାହିଁ ଶିକ୍ଷା ବ୍ୟବସ୍ଥା। ତ ଫ୍ରେଣ୍ଡସ୍ ଆପଣମାନେ ବୁଝିଯାଆନ୍ତୁ କି ଆପଣମାନଙ୍କୁ କେଜି ଏବଂ ପିଜିରୁ ଆପଣମାନଙ୍କୁ ସରକାର ମାଗଣାରେ ଶିକ୍ଷା ବ୍ୟବସ୍ଥା ଦେଇଛନ୍ତି କିନ୍ତୁ ସମସ୍ତ କ୍ଷେତ୍ରରେ ଏହା ମିଳୁନାହିଁ। ତ ଅନେକ କ୍ଷେତ୍ରରେ ଫ୍ରେଣ୍ଡସ୍ ଆପଣମାନଙ୍କୁ ଟଙ୍କା ମଧ୍ୟ ଗଣିବାକୁ ପଡ଼ୁଅଛି। ତ ଯଦି ଏହି ଅପଡ଼େଟଟି ଆପଣ ଜାଣିଥିଲେ ଆଗରୁ ତେବେ କମେଣ୍ଟରେ ୟେସ୍ ଲିଖିଦେବେ ଏବଂ ଯଦି ନୂଆ ହେଇକରି ଆସିଥିବେ ଆମ ଚ୍ୟାନେଲକୁ ତେବେ ଆମ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ ମଧ୍ୟ କରିଦେବେ ଏମିତି ଦମଦାର ଭିଡ଼ିଓ ଦେଖିବା ପାଇଁ। ଏହା ଥିଲା ଫ୍ରେଣ୍ଡସ୍ ଆଜିର କିଛି ନ୍ୟୁ ଅପଡ଼େଟ୍। ଧନ୍ୟବାଦ।